ଆଗରୁ ଏମିତି ସମୟ ଥିଲା ଲୋକମାନେ ସମ୍ପର୍କକୁ ବଞ୍ଚାଇବାକୁ ଯାଇକି ସବୁକିଛି କରିପାରୁଥିଲେ, ମାନେ ସମ୍ପର୍କ ପାଇଁକି ନିଜର ହସ ଖୁସିକି ବି ତ୍ୟାଗ କରିଦେଉଥିଲେ। କିନ୍ତୁ ଆଜି ସମାଜରେ ଲୋକମାନେ ବହୁତ ସ୍ୱାର୍ଥୀ ହେଇଗଲେଣି। ସବୁବେଳେ ନିଜେ କେମିତି ଭଲରେ ରହିବୁ, ଆଉ ନିଜେ କେମିତି ଭଲ ପିନ୍ଧିବୁ, ନିଜେ କେମିତି ଭଲ ଖାଇବୁ, ସବୁ ନିଜକୁ ବେଶୀ ଗୁରୁତ୍ୱ ଦେଉଛନ୍ତି। ନା ଭାଇ ଭଉଣୀକି ଗୁରୁତ୍ୱ ଦେଉଛନ୍ତି, ନା ସାଙ୍ଗସାଥିମାନଙ୍କୁ ଗୁରୁତ୍ୱ ଦେଉଛନ୍ତି, ନା କୌଣସି ସମ୍ପର୍କ ସହିତ ସେମାନଙ୍କର କୌଣସି ପ୍ରକାର କିଛି ନାହିଁ। ସେଥିପାଇଁକି ଦୁନିଆଟା ପୁରା ଏକା ଏକା ହେଇଗଲାଣି ସାଙ୍ଗମାନେ। ଦୁନିଆରେ କୌଣସି ପ୍ରକାର ସ୍ନେହ ଶ୍ରଦ୍ଧା ନାହିଁ, କି କୌଣସି ପ୍ରକାର ଏକତା ନାହିଁ, କିଛି ନାହିଁ। ଆଗରୁ ଯେତେ ଦୁଃଖ ଆସୁନା କାହିଁକି, ଯେତେ ଅସୁବିଧା ଆସୁନା କାହିଁକି, ଏମିତି ଲାଗେ ମାନେ ସମସ୍ତଙ୍କ ଭିତରେ ରହିକି ସମସ୍ତଙ୍କ ସ୍ନେହ ଶ୍ରଦ୍ଧା, ଆଗକାଳ ଲୋକମାନେ ଗୋଟେ ଏକାଠି ବସିବା, ଯେତେ ଯାହା ଥିଲେ ବି ମନ ଟିକେ ହାଲକା ହେଇଯାଏ। ଯେତେ ଦୁଃଖ ଆସିଲେ ବି ଗୋଟେ ଦେଖିବେ ସବୁ ଏକତାରେ ବସିଥିବେ, ଦୁଃଖ ସବୁ ବାଣ୍ଟୁଥିବେ, ପରସ୍ପର ସହିତ କଥା ହେଉଥିବେ। ସେଟା ଗୋଟେ ସମୟ ଅଲଗା ଥିଲା। କିନ୍ତୁ ଏବେର ସମୟ ସେମିତି ଆଉ ନାହିଁ। ସବୁ ସ୍ୱାର୍ଥୀ ଆଉ ସ୍ୱାର୍ଥପର ହେଇଗଲାଣି, ବୁଝିଲେ। କିନ୍ତୁ ଆମେ ଭଲ ଖାଇବୁ, ଭଲ ପିନ୍ଧିବୁ, ଭଲ ରହିବୁ। ଆଉ ଗୋଟେ କଥାଟା ଆପଣଙ୍କୁ କହିଲି, କେମିତି ଲାଗିଲା ମୋ କଥାଟା? ଯଦି ଭଲ ଲାଗିଥିବ ମୋ କଥାଟା ଆପଣମାନଙ୍କୁ, ଏଇଟା ସମାଜର କଥା, ଆପଣମାନେ ସମସ୍ତେ ବି ଅନୁଭବ କରୁଥିବେ, ତ ମୋ ଭିଡ଼ିଓଟାକୁ ଟିକେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଦେଖନ୍ତୁ, ମୁଁ ଗୋଟେ ଖରା ପାଇଁକି ଗୋଟେ ସୁନ୍ଦର କଟନ୍ ଶାଢ଼ୀଟେ କିଣିଛି। ସାଙ୍ଗମାନେ, ଦୁନିଆର ଲୋକମାନଙ୍କୁ ତ ଆମେ ବଦଳାଇ ପାରିବାନି, ତ ସେମାନଙ୍କ କଥାକୁ ନେଇ ଏମିତି କିଛି କଥାଟେ ମୁଁ ଆପଣଙ୍କ ସହିତ ସେୟାର କଲି। ତ କାହାର ଯଦି ବି କିଛି କ'ଣ ଅସୁବିଧା ହେଇଛି, ଆପଣ କାହାକୁ କେବେ କୁହନ୍ତୁନି। ହୁଏତ ଆପଣଙ୍କ ଉପରେ ବି ସେମିତି ସମୟ ଆସିପାରେ, ବୁଝିଲେ ନା। ସେଇକୁ ଆମେ ଆଉ ମନରେ ନ ରଖିକିରି, ମୁଁ ଗୋଟେ ସୁନ୍ଦର କଟନ୍ ଶାଢ଼ୀଟେ ଆଣିଛି, ଆପଣମାନଙ୍କ ସହିତ ସେୟାର କଲି, ଆଉ ପିନ୍ଧିବି। ଖରାଦିନ କଟନ୍ ଶାଢ଼ୀ ପିନ୍ଧିଲେ ବହୁତ ଭଲ। କଟନ୍ ଶାଢ଼ୀ ପିନ୍ଧିବା, ପାଣି ପିଇବା, ଛାଇରେ ରହିବା, ଖରାକୁ ବାହାରିବାନି। ଖରାଦିନେ ଏଗୁଡ଼ା ସବୁ କରାଯାଏ। ଆଉ ଗୋଟେ ଜିନିଷ, ଯଦି ଆପଣଙ୍କ ସମ୍ବଳ ଅଛି ତ ବାହାରେ କୁଆ କୋଇଲି, ପଶୁ, କୁକୁର, ଗାଈ ଯାହାକୁ ବି ପାଉଛନ୍ତି ପାଣି ଟିକେ ଦେବା, କି ରାସ୍ତାରେ କିଏ ଗଲେ ତାକୁ ପାଣି ଗ୍ଲାସ୍ଟେ ଦେବା ଭଳିଆ ଭଗବାନ ଆମକୁ ସମ୍ବଳ ଦେଇଛନ୍ତି, ଦେବା, କିଛି ଅସୁବିଧା ନାହିଁ। ବହୁତ ଭଲ ଜିନିଷଟେ ଏଗୁଡ଼ା ସବୁ। କିନ୍ତୁ କେତେଜଣ କରିପାରୁଛନ୍ତି, କେତେଜଣଙ୍କର ବହୁତ ଇଚ୍ଛା ଥିଲେ ବି ସେମାନେ କରିପାରନ୍ତିନି, ଆଉ କେତେଜଣଙ୍କ ପାଖରେ ଥିଲେ ବି ସେମାନେ କରନ୍ତିନି। ସେଥିପାଇଁ ଏମିତି ସବୁ କରନ୍ତୁ। ଆମେ କାହାରି କଥାରେ ଆମର ମୁଣ୍ଡ ପଶାନ୍ତୁନି। ପରିବାରକୁ ନେଇକି ସବୁବେଳେ ଚଳିବାକୁ ଚେଷ୍ଟା କରନ୍ତୁ। ପରିବାର ସହିତ ଜଡ଼ିତ ରହିବାକୁ ଚେଷ୍ଟା କରନ୍ତୁ। କିଏ ବା କେତେ ଦିନର ମଣିଷ, ଆଜି ଅଛେ ଆମେ କାଲିକି ନାହିଁ, କହୁନାହାନ୍ତି। ଆଉ ସବୁବେଳେ ମନେ ରଖନ୍ତୁ, ବାହାର ଲୋକଙ୍କ ସହିତ ମିଶନ୍ତୁ, କିନ୍ତୁ ବାହାର ଲୋକଙ୍କ ଠାରୁ ଆପଣଙ୍କ ଘର ଲୋକଙ୍କୁ ବେଶୀ ଗୁରୁତ୍ୱ ଦିଅନ୍ତୁ। ଜୟ ସୀତାରାମ କହିଲି।